বন্দে মুকুন্দ পদ পঙ্কজ পরম পাবন বন্দে মোহন মুরলী রাজ জগত জীবন বন্দে ব্রজ সুন্দর মধুর অধর কালিয়া দলন বন্দে রস শেখর বিভোর রাধিকা মোহন গোপাল অগাল গীত ফগুণ মাসরে ফিটাই কহুছি কৃষ্ণ পাদে দেই চিত আম্ব ডাল দেই শিকা বেকা তই যতনরে টাঙ্গি দিও রঙ্গ অবিরকু মুন্ডরে লগাই নাচে গৌড় পুଅ আহা মথুরা গৌড় গোপর গৌড় পাଳି ধরিথিব ভাই রাধারাণীଙ୍କର তাটক চୋରିର ବିଷୟ ଗାଇବି ମୁହିଁ দোল বিমানরে শ্যাম সুন্দর নাচিব নাচিব বাঁধি ঘুঙ্গুর নাচিব নাচিব বাঁধি ঘুঙ্গুর নাচিব নাচিব বাঁধি ঘুঙ্গুর নাচিব নাচিব বাঁধি ঘুঙ্গুর দিনে রাধিকা যে সখীଙ୍କ মেଳରେ স্নান କରିବାକୁ গলে যমুনা জଳରେ পালটা বসন যেতে বালিরে থইলে ସୁନା ଅଳଙ୍କାର ଯେତେ ଦେହରୁ କାଢିଲେ যমুনা জଳରେ কাଳେ হজি জীব বলি କାନରୁ ସୁନା ତାଟକ ରାଧା ଦେଲେ ଖୋଲି ললিতা বিশাখা অষ্ট সখী সঙ্গে রাই ଜଳ କ୍ରୀଡ଼ାରେ ମାତିଲେ କୌତୁକ ହୋଇ ଏହି ସମୟରେ ଚିଲ ପକ୍ଷୀ হে ସୁନାର ତାଟକ ନେଲା ଟେକି 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 হে ସୁନାର ତାଟକ ଜକମକ ଦିଶୁଥିଲା ମାଂସ ଖଣ୍ଡେ ଭାବି ଚିଲ ପକ୍ଷୀ ଯାଇ ଥଣ୍ଟରେ ଉଠେଇ ନେଲା ଉଡ଼ି ଉଡ଼ି କୁଞ୍ଜ କଦମ୍ବ ଡାଳରେ ବସିଲା ସେ ଚିଲ ପକ୍ଷୀ ବାରମ୍ବାର ଥଣ୍ଟ ଆଘାତ କରିଲା ଖାଇବ ବୋଲି ଭାବିକି ଆହେ ଥଣ୍ଟ ଥକି ଗଲା ଖାଇ ନ ପାରିଲା କିଛି ଲାଭ ହେଲା ନାହିଁ ତାଟକ ଫୋପାଡ଼ି ସେ ଚିଲ ପକ୍ଷୀଟା ଉଡ଼ିଣ ଗଲା ପଳେଇ ନାଉଥିଲେ ରାଧା ଯାହା କାନରେ ହଜିଗଲା ସେହି କୁଞ୍ଜ ବନରେ ହଜିଗଲା ସେହି କୁଞ୍ଜ ବନରେ ହଜିଗଲା ସେହି କୁଞ୍ଜ ବନରେ ହଜିଗଲା ସେହି କୁଞ୍ଜ ବନରେ
କହିଲେ ସବୁ ଅଳଙ୍କାର ଅଛି ତାଟ କଟି ନାହିଁ। ଶାଶୁ ଜାଣି ଗଲେ ଗାଳି ଦେବେ ନିଶ୍ଚେ ତହିଁ। ଆରେ କିଏ ନେଇ ଗଲା କିଛି ବୁଝି ତ ହେଉନି। ଗାଧୋଇବା ସମୟରେ କେହି ତ ଆସିନି। ଆହେ ସବୁ ସହଚରୀ ମିଶି ବାଲିରେ ଖୋଜିଲେ। ତାହା ନ ପାଇ ତାଟକ ସବୁ ମନ ଦୁଃଖ କଲେ। କପାଳକୁ ନିନ୍ଦା ସେହି କରି ହେ ଘରକୁ ଆସିଲେ ରାଧା ଫେରି ହେ, ଘରକୁ ଆସିଲେ ରାଧା ଫେରି ହେ, ଘରକୁ ଆସିଲେ ରାଧା ଫେରି ହେ, ଘରକୁ ଆସିଲେ ରାଧା ଫେରି ହେ। ପ୍ରଭାତରେ ସୁଦାମା ସୁବଳ ସାଙ୍ଗ ଯେତେ ଏକ ହୋଇ କୁଞ୍ଜ ବନେ ପଶି ଖେଳ ଖେଳୁଥିଲେ ସାଙ୍ଗରେ ଧରି କହ୍ନେଇ। ସୁଦାମା ଗୋପାଳ ନଜର ପଡ଼ିଲା କାନର ତାଟକ ଗୋଟି। କି ଜିନିଷ ଏଇ ଦେଖିବା ପାଇଁ କି ଆଣିଲେ ତାକୁ ସାଉଁଟି। ଆହା ସବୁ ସାଙ୍ଗସାଥି ଏକାଠି ହୋଇ ନ ଜାଣିଲେ ତାଟକ ଇଏ। ସୁନାର ତାଟକ କୁଞ୍ଜ ବନେ ଆସି ହଜେଇ ଦେଇଛି କିଏ? ଚାଲ ଆମେ ପଚାରି ନ ବୁଝିବା ତାଟକ ଯାହାର ତାକୁ ଦେଖିବା, ତାଟକ ଯାହାର ତାକୁ ଦେଖିବା, ତାଟକ ଯାହାର ତାକୁ ଦେଖିବା, ତାଟକ ଯାହାର ତାକୁ ଦେଖିବା। କହ୍ନେଇ କୃଷ୍ଣ ଘରକୁ ଫେରିଲେ। ଯାହାକୁ ଭେଟିଲେ ତାକୁ ପଚାରି ବୁଝିଲେ। ଠିକଣା ନ ପାଇ ସବୁ ସାଙ୍ଗ ଏକ ହୋଇ ଚିନ୍ତା କଲେ କାହାର ଏ ଜଣା ପଡୁନାହିଁ। ମିନା କରା ତାଟକ ଏ ଦାମୀ ସହି ସୁନା। ପିନ୍ଧୁଥିବ ନିଶ୍ଚୟ ଆକୁ ସୁନ୍ଦରୀ ଲଳନା। ତାଟକ ଦେବା ସମୟେ ଦେଖିବା ତା ରୂପ। ନବୀନା ସାଙ୍ଗରେ ଟିକେ ହେବା ଗପ ସପ। ଏହି କଥା ଭାବି କଳା କହ୍ନେଇ ତାଟକକୁ ରଖିଥିଲେ ହାତେଇ, ତାଟକକୁ ରଖିଥିଲେ ହାତେଇ, ତାଟକକୁ ରଖିଥିଲେ ହାତେଇ, ତାଟକକୁ ରଖିଥିଲେ ହାତେଇ। ଜଣା ପଡ଼ିଲାନି ଯେତେ ପଚାରି ବୁଝିଲେ। ନିରାଶ ହୋଇଣ ସବୁ ସାଙ୍ଗସାଥି କୁଞ୍ଜରେ ଏକାଠି ହେଲେ। ସୁଦାମା କହିଲା ବୁଦ୍ଧି ଏକ ମୋର ମୁଣ୍ଡରେ ପଶିଛି ଭାଇ। ସେହି ଉପାୟଟି କାର୍ଯ୍ୟକାରୀ ହେଲେ ନିଶ୍ଚୟ ଜାଣିବା ତହିଁ। ଆହା ଗୋପ ଠାକୁରାଣୀ ପୂର୍ଣ୍ଣମାସୀ କୁହେ କର ହେ କହ୍ନେଇ ଧ୍ୟାନ। ଆବିର୍ଭାବ ହୋଇ ପୂର୍ଣ୍ଣମାସୀ ତହିଁ ନିଶ୍ଚୟ ଦେବେ ସନ୍ଧାନ। ସୁଦାମାର କଥା ଗୋଟି ଶୁଣି ହେ ଧ୍ୟାନରେ ବସିଲେ ନୀଳମଣି ହେ, ଧ୍ୟାନରେ ବସିଲେ ନୀଳମଣି ହେ, ଧ୍ୟାନରେ ବସିଲେ ନୀଳମଣି ହେ, ଧ୍ୟାନରେ ବସିଲେ ନୀଳମଣି ହେ।
কৃষ্ণ ধ্যান কলে তাহা জানি পূর্ণমাসী দর্শনটি দেলে হস হস হই পচারিলে ভগবতী কাহিঁকি স্মরিল মতে অছি কি বিপত্তি আহে অଣ୍ଟାରୁ କାଢି କନେଇ ତାଟକ ଦେଖେଇ আহে কহিলে কাহার এহা জনা পড়ু নাহি ଦୟା କରି କହିଦେଲେ ଚିନ୍ତା ଦୂର ହେବ যাহার তাটক তাকু এ আখি দেখিব କହ୍ନେଇର ମନ ଭାବ ଜାଣି ହେ পূর্ণমাসী কহিলে বখাণী হে পূর্ণমাসী কহিলে বখাণী হে পূর্ণমাসী কহিলে বখাণী হে পূর্ণমাসী কহিলে বখাণী হে অপূর্ব সুন্দরী নারী হীরা সিয়ে গোপপুর গৌড়ুণী ସମୟ ଆସିଲେ ନା ଗୋଟି ତାର ନିଶ୍ଚୟ ପାରିବ ଜାଣି তাটকু থই ঘাট কূলে সেই স্নান করুথিলা তহি ଖାଦ୍ୟ ଭାବିଚିଲ ଉଠାଇ ନେଇ ର କୁଞ୍ଜରେ ଫିଙ୍ଗିଲା ଯାଇ ଆହା ଜାଣିବାକୁ ଯଦି ଇଚ୍ଛା କରୁଅଛ କଥା ଗୋଟି ମାନ ମୋର ଫଗୁଣ ମାସର ଶୁକ୍ଳ ଦଶମୀରେ ଦୋଳ ଜାତ ତୁମେ କର କାଠର ବିମାନ ଏକ ବନେଇ ତହିଁରେ ବସି ବୁଲ হে କନେଇ 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 ବିମାନ ଆଗରେ ନେଇ ବାନ୍ଧିବ ତାଟ କହେ ଦୂରରୁ ତାଟକ ଦିଶୁଥିବ ଜକ ଜକ କାହାର ତାଟକ ସିଏ ନିଶ୍ଚୟ ଦେଖିବ ତୁମ ପାଖେ ଆସି ସେହି ତାଟକ ମାଗିବ ଏହା କହି ପୂର୍ଣ୍ଣମାସୀ ହେଲେ ଅନ୍ତର ଧ୍ୟାନ ଧ୍ୟାନରୁ ଉଠି ହସିଲେ ନନ୍ଦର ନନ୍ଦନ ଏ ସାଙ୍ଗସାଥୀ ମାନଙ୍କୁ ହେ ପାଖକୁ ଡାକିଲେ ଗୋଟି ଗୋଟି ସବୁ କଥା ବୁଝାଇ କହିଲେ ଶିଳ୍ପୀ କୂଳ ଡାକି ଯଥା ଶୀଘ୍ର ହେ ବିମାନକୁ ତିଆରିଲେ ଆଗ ହେ ବିମାନକୁ ତିଆରିଲେ ଆଗ ହେ ବିମାନକୁ ତିଆରିଲେ ଆଗ ହେ ବିମାନକୁ ତିଆରିଲେ ଆଗ ହେ ଯିଏ ଜହିଁ ଥିଲେ ସଭିଏ ଏକାଠି ହେଲେ ଫଗୁଣ ମାସର ଶୁକ୍ଳ ଦଶମୀରେ ଦୋଳ ଯାତ୍ରା କରିଲେ ବିମାନ ଆଗରେ ତାଟକ ବାନ୍ଧିଲେ ସୂତାରେ ଯତନ କରି ବିମାନ ଭିତରେ କହ୍ନେଇ ବସିଲେ ମୋହନ ମୁରଲି ଧରି ଆହା ଗୋପଦାଣ୍ଡ ତଇ ଉଠିଲା ପଡ଼ିଲା ଚାଲିଲା ଅବିର ମାଡ଼ ଖୋଳ କର ତାଳ କାହାଳି ବଜେଇ ହୋଇଲେ ସଭିଏ ଭିଡ଼ ସେହି ଦିନ ହେଲା ଦୋଳ ଜାତ ହେ ମିଛ ନୁହେଁ କହୁଛି ମୁଁ ସତ 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 ହେ
ମିଶିଲା ହରି ବୋଲ ହୁଳହୁଳି ଉଛୁଳି ପଡ଼ିଲା ଛୁଇଁ ଛୁଇଁ ବହି ଗଲା ମଳୟ ପବନ ରହି ରହି ମହକିଲା ଅଗୁରୁ ଚନ୍ଦନ ଥେଇ ଥେଇ ନାଚୁଥିଲେ ଗୋପ ଗୋପୀ ଗଣ ସାହି ସାହି ବୁଲୁଥିଲା ନଗରୀ କୀର୍ତ୍ତନ ଚାହିଁ ଚାହିଁ ଉଡୁଥିଲେ ଶୁଆ ସାରି ଗଣ ଖାଇ ଖାଇ ଭୋଗ ବୁଲୁଥିଲେ କାହ୍ନୁ ଜାଣ ଗୋପପୁରେ ଘରେ ଘରେ ବୁଲିରେ ନୀଳମଣି ଖେଳୁଥିଲା ହୋଲିରେ ନୀଳମଣି ଖେଳୁଥିଲା ହୋଲିରେ ନୀଳମଣି ଖେଳୁଥିଲା ହୋଲିରେ ନୀଳମଣି ଖେଳୁଥିଲା ହୋଲିରେ ବିମାନ ସଜେଇ ସବୁରି ଘରକୁ ଗଲେ ନାଟକ କାହାର ଜଣା ପଡ଼ିଲାନି ସବୁ ଆଚମ୍ବିତ ହେଲେ ଶେଷରେ ସବିଏ ପ୍ରବେଶ ହୋଇଲେ ଚନ୍ଦ୍ରସେନା ଘରେ ଯାଇ ବିମାନ ଆଗରେ ତାଟକକୁ ଦେଖି ଆଶ୍ଚର୍ଯ୍ୟ ହୋଇଲେ ରାଇ ଆହା ବିମାନ ପାଖକୁ ନ ଆସି ନ ସେଇ ଘର ଭିତରେ ରହିଲେ ଲଳିତାଙ୍କୁ ଡାକି ଅତି ଗୋପନରେ ତାଟକ ଆଣ କହିଲେ ଜାଣିଯିବେ ଯଦି ଘର ଲୋକ ହେ ଅକାରଣେ ଦେବେ ମତେ ଦୁଃଖ 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 ହେ ତାଟକ ହଜିଛି ବୋଲି ଜାଣିଛି ମୁଁ ଏକା ଡରେ ମରେ ଘରେ ମୁହିଁ କହି ତ ନଥିଲି ଜାଣିଥିଲେ ଶାଶୁ ଦେଇଥାନ୍ତେ ମାଡ଼ ଗାଳି କାଲ କଳା କାହ୍ନୁକୁ ବୁଝେଇ କହିବୁ ତାଟକ ଆଣିଣ ମୋର ହାତରେ ତୁ ଦେବୁ ରାଧାର କଥାକୁ ଶୁଣି ଲଳିତା ଚଳିଲା କହ୍ନେଇର କାନେ ସବୁ ବୁଝେଇ କହିଲା ସବୁ ଶୁଣି ଗୋପ ଚୂଡ଼ାମଣି ହେ ତାଟକ ଦେଲେ ନାହିଁ ଜାଣି 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 ହେ ବଚନ ଶୁଣି ଶ୍ୟାମ ଘନ ଜାଣି ସିଆଣିଆ ହେଲେ ତାଟକ ଯାହାର ନେଇ ଯାଉ ସିଏ ଆସିଣ ଆମରି ତୁଲେ ସତ କହୁଛ କି ମିଛ କହୁଅଛ ଜାଣି ଜମା ହେଉନାହିଁ ତାଟକ ଯାହାର ସେ ଆମ ଆଗର ପିନ୍ଧୁ ଆସି ଏଠି ତହିଁ ଆହା ସାଙ୍ଗସାଥି ମୋର ସଭିଏ ଅଛନ୍ତି କଣ ଭାବିବେ ମତେ ନ ଦେଖି ନ ଜାଣି ତାଟକ ଯଦି ମୁଁ ଦେଇଦେବି ତୁମ ହାତେ କହିବରାଇଙ୍କୁ ଯାଇ ବୁଝେଇ ତାଟକ ନେବାକୁ ଆସିବେ ସେହି ତାଟକ ନେବାକୁ ଆସିବେ ସେହି ତାଟକ ନେବାକୁ ଆସିବେ ସେହି ତାଟକ ନେବାକୁ ଆସିବେ ସେହି
अर्जुनଙ୍କ କଥାକୁ ଶୁଣି ଲଳିତା ଫେରିଲା ରାଧାଙ୍କ ଆଗରେ ଯାଇ ଫିଟାଇ କହିଲା ସବୁ ଶୁଣି ରାଧା ରାଣୀ ମନ ଦୁଃଖ କରି କହିଲେ କେମିତି ବୁଝୁ ନାହିଁ ବଂଶୀଧାରୀ ସାଇ ଭାଇ ସବୁ ଦେଖ ଚାହିଁ ବସିଛନ୍ତି ତାଟକ ଆଣିବା ପାଇଁ ଯିବି ମୁଁ କେମିତି ତାଟକ ହଜେଇ ମୁହିଁ କହି ତ ନଥିଲି ଆଜି ଜାଣିଗଲେ ସବୁ ନିଶ୍ଚୟ ଦେବେ ଗାଳି ଆଉ ଥରେ ଯାଇ ତାଙ୍କୁ କୁହ ହେ ମାନ ମୋର ରଘୁନନ୍ଦ ପୁଅ 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 ହେ ରାଧିକା ପାଖରୁ ଲଳିତା ଆସିଣ କହ୍ନେଇ ହାତକୁ ଧରି ବେହୁରା ହୋଇନ ବୁଝାଇ କହିଲା ଶୁଣ ଆହେ ବଂଶୀଧାରୀ କୂଳ ବୋହୁ ସେଇ କେମିତି ଆସିବ ଡେଇଣ ଏରୁଣ୍ଡି ବନ୍ଧ ବୁଆ ଶୁଣି ଯଦି ଦାଣ୍ଡରେ ବୁଲିବ ଲାଗିଯିବ ଅପବାଦ ଆହା ସତ ମୁଁ କହୁଛି ମିଛ କହୁ ନାହିଁ ରାଧାର ତାଟକ ଏହି ବିଶ୍ୱାସ ରଖି ହେ ମୋ ଉପରେ ତମେ ତାଟକ ଦିଅ ଫେରି ଲଳିତା କଥାକୁ ଶୁଣି ଗୋବିନ୍ଦ ତାଟକ ଦେଲେ ନାହିଁ କରି ଛନ୍ଦ 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 ତାଟକନେ ବାକୁରାଇ ଆସିଲେ ନାହିଁ ଅପେକ୍ଷା କରି ଫେରିଲେ କାଳିଆ କହ୍ନେଇ ସବୁ ସାଙ୍ଗ ମାନଙ୍କର ମନେ ରାଗ ହେଲା ଭାବିଲେ ରାଇକୁ ପାନେ ଦେବା ଆମେ ଭଲା କୁଞ୍ଜ ବନେ ଯାଇ ସବୁ ଏକାଠି ହୋଇଲେ ରାଧାକୁ ଦେଖିବା ପାଇଁ ମନ୍ତ୍ରଣା କରିଲେ ସୁବଳ କହିଲା ଚାଲ କରିବା ମନ୍ତର ମନ୍ତ୍ର ବଳେ ରାଧା ରାଣୀ ଆସିବ ଏଥର କଥା ଗୋଟି ମାନି କଳା କହ୍ନେଇ ମନ୍ତ୍ର କରିବାକୁ ଗଲେ ସେ ଧାଇଁ 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 ଧୋବଣୀ ଘରକୁ ଯାଇ ନୀଳମଣି ଏକାନ୍ତରେ ଡାକି ନେଇ କହିଲେ ରାଧାର ଲୁଗା ସୂତା ଖଣ୍ଡେ ଦେ ମୋ ହାତରେ ତୁହି ତୋ ମୋ ଭିତରେ ଏକଥା ରହିବ କାହାକୁ କହିବୁ ନାହିଁ ଯଦି ଯାଇ କାହା ଆଗରେ ଗପିବୁ ହଇରାଣ ହେବୁ ତୁଇ ଆହେ ନନ୍ଦ ରାଜାଙ୍କର ପୁଅ ବୋଲି ଜାଣି କଥା ନ କରି ଅନ୍ୟଥା ଲୁଚେଇ ଲୁଚେଇ କହ୍ନେଇ ହାତରେ ଧୋବଣୀ ଦେଲାଟି ସୂତା ରାଧା ଲୁଗା ସୂତା ଖଣ୍ଡେ ପା